ମା ମା ଆମେ ଆଜି କୁଆଡ଼େ ଯାଉଛେ? ଆରେ ମା, ପାଖରେ ଥିବା ଜଙ୍ଗଲରେ ଗୋଟେ ଘାସ ବଗିଚା ଅଛି। ଆମେ ସେଠାକୁ ଯାଉଛେ କଅଁଳିଆ ଘାସ ଖାଇ ଫେରି ଆସିବା। ଏମିତି ମା ଛୁଆ କଥା ହେଇ ଘାସ ଖାଉଥିବା ସମୟରେ କିଛି ଶିକାରୀମାନେ ଜଙ୍ଗଲରେ ବୁଲୁଥିଲେ। ସେ ମା ହରିଣକୁ ଦେଖି ତା ଉପରକୁ ଆକ୍ରମଣ କରନ୍ତି। ଆରେ ମା, ତୁ ଚାଲିଯା ଏଠାରୁ, ଶିକାରୀମାନେ ଆସିଗଲେଣି। ସେ ତୋତେ ଦେଖିଲେ ମାରିଦେବେ। ତୁ ଚାଲିଯା ଏଠାରୁ। ନା ମା, ମୁଁ ତମକୁ ନେଇକି ଯିବି ମୋ ସହିତ। ମୁଁ ତୁମକୁ ଛାଡ଼ି ଯିବିନି। ନାଇଁ ମା, ଚାଲ ମୋ ସହିତ। ଆରେ ମା, ଜିଦି କରନି। ମୁଁ ତୋ ସହିତ ଯାଇପାରିବିନି। ତୁ ଯା ଏଠୁ ମା, ତୋ ଜୀବନ ବଞ୍ଚା। ଏମିତି କଥା ହେଉଥିବା ସମୟରେ ଶିକାରୀ ସେଠାରେ ଆସି ପହଞ୍ଚିଯାଏ। ଶିକାରୀକି ଦେଖି ହରିଣ ଛୁଆ ସେଠାରୁ ଦୌଡ଼ିକି ପଳାଏ। ଦୁଷ୍ଟ ଶିକାରୀ ମୋ ମାଆକୁ ମାରି ସାଙ୍ଗରେ ନେଇଗଲା। ମୁଁ ଯଦି ଏବେ ସେଇ ବାଟ ଦେଇକି ମୋ ଘରକୁ ଯିବି, ସେ ମୋତେ ବି ମାରିକି ନେଇଯିବ। ମୁଁ କ'ଣ କରିବି ଏବେ? ମୁଁ କେଉଁଠି ରହିବି? କ'ଣ ଖାଇବି? ଏମିତି ହରିଣ କହୁଥିବା ସମୟରେ ସେଠାରେ ଚଢ଼େଇ ଛୁଆ ଆସି ପହଞ୍ଚେ। ଆରେ ହରିଣ ଛୁଆ, ତୁ ଏଠାରେ କ'ଣ କରୁଛୁ? ତୋ ମା କୁଆଡ଼େ ଗଲା? ତୋ ସହିତ କ'ଣ ତୋ ମା ଆସିନାହାନ୍ତି କି? କ'ଣ ହେଇଛି? ତୁ ମୋତେ ସବୁ କଥା କହିବୁ କି? ହରିଣ ଛୁଆ ଚଢ଼େଇକୁ ସବୁ କଥା କୁହେ। ଆରେ ତୁ ବ୍ୟସ୍ତ ହନି, ତୁ ମୋ ସହିତ ଆମ ଘରକୁ ଚାଲ। ଆମେ ସାଙ୍ଗ ହେଇ ବହୁତ ମଜା କରିବା, ଆଉ ଖେଳିବା, ବୁଲିବା, ରହିବା। ଚାଲ ମୋ ସହିତ। ସତ କହୁଛୁ ଚଢ଼େଇ ସାଙ୍ଗ, ତୁ ମୋତେ ତମ ଘରକୁ ନବୁ? ଏମିତି ଚଢ଼େଇ ହରିଣ ଛୁଆ କଥାବାର୍ତ୍ତା ହେଇ ତାଙ୍କ ଘରକୁ ଯାଆନ୍ତି। ଆରେ ତୁ ଆକୁ କୋଉଠୁ ଆଣିଲୁ ଯେ? ଏବେ ଆକୁ ଆମ ଘରକୁ କ'ଣ ପାଇଁ ଆଣିଲୁ? ମା, ହରିଣ ଛୁଆର ମା ନୁହଁ, ମରିଯାଇଛି। ଆମେ ତାକୁ ଆମ ପାଖରେ ରଖିବା। ଏମିତି କହି ସେ ବହୁତ ଚଢ଼େଇ ଛୁଆ ତା ମା ସହିତ ଯୁକ୍ତି କରେ। ନାଇଁ, ଇଏ ରହିପାରିବନି ଆମ ଘରେ। ତୁ ତ ଜାଣିଛୁ ନା, ଆମେ ବହୁତ ଗରିବ। ଆମେ ବାସନ ମାଜିକି ଘର ଚଳଉଛି। କେତେ କଷ୍ଟରେ ମୁଁ ତୋତେ ଖାଇବାକୁ ଦଉଛି। ମାଉସୀ, ତୁମେ ବ୍ୟସ୍ତ ହୁଅନି। ମୁଁ କିଛି ବି ଖାଇବିନି। ମୋତେ ଭୋକ କଲେ ମୁଁ ବାହାର ଜଙ୍ଗଲକୁ ଯାଇ ଘାସ ଖାଇକି ଆସିବି। ମୁଁ ତୁମ ଘରେ କିଛି ବି ଖାଇବିନି। ମୋତେ ଖାଲି ରହିବାକୁ ଦିଅ। ଆଚ୍ଛା ଠିକ୍ ଅଛି, ତୁ ତାହେଲେ ଖାଇବୁନି। ଏମିତି କହି ସକାଳ ହେଇଯାଏ। ମା, ତୁ ଉଠିଲେ ଖାଇଦେବୁ। ମୁଁ ତୋ ପାଇଁ ଖାଇବାକୁ ରଖିଛି। ମୁଁ ଯାଉଛି କାମକୁ। ହଉ ମା, ତମେ ଯାଅ, ମୁଁ ଖାଇଦେବି। ଏମିତି ଚଢ଼େଇ ଛୁଆ କହି ଶୋଇପଡ଼େ। ତା ମା ସେଠାରୁ ଚାଲିଯାଏ। ଆରେ ସାଙ୍ଗ, ଚାଲ, ମା ଏବେ ପଳେଇଲା। ମା ମୋ ପାଇଁ ଯେଉଁ ଖାଇବା ରଖିଛି, ଆମେ ସାଙ୍ଗ ହେଇ ଖାଇବା। ହଁ, ସତରେ ତୁ ତ ଖାଇବା ମୋତେ ଦେବୁ? ମାଉସୀ ଜାଣିଲେ ଗାଳି କରିବେ। ଆରେ ନାଇଁ, ମା ତ ଏବେ ଗଲା। ମା ଏବେ ଜମାରୁ ଘରକୁ ଆସିବନି। ଚାଲ, ଆମେ ସାଙ୍ଗ ହେଇକି ଖାଇଦେବା। ଏମିତି କହି ଚଢ଼େଇ ଛୁଆ ଯାଇ ତା ଖାଇବା ଆଣେ। ସେ ଦୁଇ ଜଣ ସେ ଖାଇବାକୁ ଖାଆନ୍ତି। ସେଇ ସମୟରେ ଚଢ଼େଇ ଛୁଆକୁ ତା ମା ଆସି ଦେଖିଦିଏ। ମା, ତୁମେ ତ ଏବେ ଆସିବାର ନଥିଲା। ଆରେ ଛାଡ଼ ସେସବୁ କଥା। ତୁ ଆଗେ ମୋତେ କହ, ତୁ ତୋ ଖାଇବା କ'ଣ ପାଇଁ ତାକୁ ଦଉଥିଲୁ? ତୁ କ'ଣ ଜାଣିନୁ ମୁଁ କେତେ କଷ୍ଟରେ ଖାଇବା ତୋ ପାଇଁ ଆଣୁଛି? ତୁ ତାକୁ କ'ଣ ପାଇଁ ତୋ ଖାଇବା ଦେଇଥିଲୁ? ତୁ ତାକୁ ଖାଇବାକୁ ଦେଇ ତୋ ଦେହ ଅସୁସ୍ଥ କରିବୁ। ମୁଁ ତ ଜାଣିଛି ସେ ହରିଣ ଛୁଆ ତୋତେ ହିଁ ଖାଇବା ଦେବା ପାଇଁ ବାଧ୍ୟ କରିଥିବ। ନାଇଁ ମା, ତୁମେ ସେମିତି କୁହନି ତାକୁ। ସେ ମୋତେ ବିଲକୁଲ ଖାଇବା ଦେବାକୁ କହିନି। ମୁଁ ହିଁ ତାକୁ ଖାଇବା। ମାଉସୀ, ମୁଁ ସତ କହୁଛି, ମୁଁ ଚଢ଼େଇ ସାଙ୍ଗକୁ ଖାଇବା ମାଗିନି। ସେ ମୋତେ ବାଧ୍ୟ କରିକି ଖାଇବା ଦେଇଥିଲା। ବନ୍ଦ କର ତୋର ଏ କଥା। ଏବେ ବହୁତ ହେଇଗଲା। ତୁ ଯା ଏବେ ମୋ ଘରୁ ବାହାରିକି। ମା ମା, ଏଇ ଥରେ ଆଉ ଭୁଲ ହବନି ମା। ସତ କହୁଛି, ଏଇ ଥରେ ରହିବାକୁ ଦିଅ। ଆଚ୍ଛା ହଉ, ଠିକ୍ ଅଛି। ମୁଁ ଏବେ ଯାଉଛି କାମକୁ। ତୁମେ ଦୁଇ ଜଣ ଯାଅ, ବାହାରେ ଖେଳିବ। ଏମିତି କହି ଚଢ଼େଇ ଛୁଆ କାମକୁ ଚାଲିଯାଏ। ସେ ଚଢ଼େଇ ହରିଣ ଦୁଇ ଜଣ ବଗିଚାକୁ ଯାଆନ୍ତି।
ଆରେ ସାଙ୍ଗ, ମୁଁ ଏଇଠି ଖେଳୁଛି, ତୁ ଯା ଏଇ ବଗିଚା ଭିତରୁ କିଛି ଘାସ ଖାଇଦେ। ମୁଁ ସେଠାରେ ଯାଇ ଜଗିଛି। ହଉ ସାଙ୍ଗ, ମୁଁ ଯାଉଛି। ଏମିତି କଥାବାର୍ତ୍ତା ହୋଇ ସେଇ ହରିଣ ଛୁଆ ସେଠାରେ ଘାସ ଖାଉଥିବା ସମୟରେ ବଗିଚାର ମାଲିକ କାଉ ସେଠାକୁ ଆସେ। ସେ ହରିଣ ଛୁଆକୁ ବହୁତ ମାରେ। ଛାଡ଼ିଦିଅ ବଦମାସ, ତୁ ମୋ କ୍ଷେତରେ ଆସିକି ମୋ ଗାଜର ଖାଉଛୁ? ତୋର ତ ସାହସ କିଛି କମ ନୁହେଁ। ତ କଣ ପାଇଁ ମୋ ଗାଜର ଖାଉଥିଲୁ? ଛାଡ଼ିଦିଅ ମୋତେ, ମୁଁ ଆଉ କେବେ ବି ତୁମ ବଗିଚାକୁ ଆସି ଗାଜର ଖାଇବିନି। ଛାଡ଼ିଦିଅ ସାଙ୍ଗ, ମୋତେ ବଞ୍ଚା ସାଙ୍ଗ। ଆରେ, ତମ ହରିଣ ସାଙ୍ଗର ସ୍ୱର। କାଉ ଅଙ୍କଲ, ଛାଡ଼ିଦିଅ ତାକୁ। ସେ ଆଉ ଏମିତି ଭୁଲ କେବେ ବି କରିବନି। ଛାଡ଼ିଦିଅ, ମୁଁ ତମ ହାତ ଯୋଡୁଛି। ଆରେ ଚଢ଼େଇ, ଲାଷ୍ଟ ଥର ପାଇଁ କହୁଛି, ନେଇଯା ତୋ ସାଙ୍ଗକୁ ଏଠି। ସେକେଣ୍ଡ ଥର ଯେମିତି ମୁଁ ନ ଦେଖି ମୋ ବଗିଚାରେ। ହଁ ଅଙ୍କଲ, ଠିକ୍ ଅଛି, ମୁଁ ତାକୁ ନେଇଯାଉଛି। ମୁଁ ଆଉ କେବେ ବି ତୁମ ବଗିଚାକୁ ତାକୁ ଆଣିବିନି। ତାର ଭୁଲ ହେଇଯାଇଛି, ତାକୁ ଛାଡ଼ିଦିଅ। ଏମିତି ଦୁଇ ଜଣ ବହୁତ କାନ୍ଦନ୍ତି। କାନ୍ଦିକି ସେଠାରୁ ସେ ଦୁଇ ଜଣ ଚାଲିଯାଆନ୍ତି। ସାଙ୍ଗ, ତୁ ମୋ ପାଇଁ ବହୁତ ମାଡ଼ ଖାଇଲୁ। ହଉ ଚାଲ, ମୁଁ ତତେ ଆଉ ଗୋଟେ ଜଙ୍ଗଲକୁ ନେଇଯିବି। ଆମେ ସେଠି ମୁଁ ଖେଳିବି ଆଉ ତୁ ଘାସ ଖାଇବୁ। ଏମିତି କହି ଚଢ଼େଇ ଛୁଆ ହରିଣ ଛୁଆକୁ ଗୋଟେ ଭଲ ଛନଛନିଆ ଘାସ ପାଖକୁ ନେଇଯାଏ। ହରିଣ ଛୁଆ ସେଠାରେ ଘାସ ଖାଏ। ସେ ଖାଉଥିବା ସମୟରେ ଦେଖନ୍ତି ମିଟୁ କାଉ ରେନୁ କାଉ ସେପଟରେ ବାହା ହେଇକି ଯାଉଥାନ୍ତି। ସାଙ୍ଗ, ଜାଣିଛୁ, ଆମ ଜଙ୍ଗଲରେ ସବୁଠୁ ବଡ଼ ଧନୀ ମିଟୁ ଅଙ୍କଲ ଆଜି ବାହା ହେଇଗଲେ। ତାଙ୍କ ସ୍ତ୍ରୀ କେତେ ସୁନ୍ଦର ଦେଖାଯାଉଛନ୍ତି ନା? ସେ କେତେ ଧନୀ, ତାଙ୍କ କତିରେ କେତେ ଅଳଙ୍କାର ଅଛି। ଆରେ ସାଙ୍ଗ, ତୁମ ଘରେ କ'ଣ ଅଳଙ୍କାର ନାହିଁ? ଆରେ ସାଙ୍ଗ, ଆମେ ତ ବହୁତ ଗରିବ। ଆମ ଘରେ ଅଳଙ୍କାର ସୁନା ଗହଣା କୋଉଠୁ ଆସିବ? ଆଉ ମୋ ମା ତ ଓଳିଏ କାମ କରନ୍ତି। ଆରେ ସାଙ୍ଗ, ତୁ ଆମ ଘରକୁ ଚାଲ। ମୋ ପାଖରେ ବହୁତ ସୁନା ଅଳଙ୍କାର ଅଛି। ମୋ ମା ଜଙ୍ଗଲକୁ ଯାଇଥିଲା ସମୟରେ ସେଠାରୁ ପାଇଥିଲେ। ସତ କହୁଛୁ? ଚାଲ ତାହେଲେ। ହଁ ଚାଲ। ମୋ ମା ନା ବାଟରୁ ଗୋଟେ ବାକ୍ସ ପାଇଥିଲେ। ସେଥିରେ ବହୁତ ସୁନା ଅଳଙ୍କାର ଥିଲା। ଆଉ ସତରେ ଅଳଙ୍କାର ବିକ୍ରି ହୁଏ। ଆଉ ତାକୁ ତ ଆମେ ବିକିଲେ ମୋ ମା ତତେ କିଛି ବି କହିବନି। ଅଳଙ୍କାର ବିକ୍ରି ହୁଏ ବୋଲି ମୁଁ ଜାଣିନଥିଲି। ହଁ ଚାଲ, ଆମେ ଅଳଙ୍କାର ଆଣିବା। ଏମିତି ସେ ଦୁଇ ଜଣ କଥାବାର୍ତ୍ତା ହୋଇ ସେପଟେ ଯାଆନ୍ତି। ହରିଣ ଘର ଯାଇକି ପହଞ୍ଚି ଯାଆନ୍ତି। ସେ ଦୁଇ ଜଣ ଦେଖନ୍ତି ସୁନା ରୂପା ବହୁତ ଅଛି। ଆରେ ସାଙ୍ଗ, ତୋ ପାଖରେ ଏତେ ଅଳଙ୍କାର ଅଛି। ଆକୁ ଚାଲ, ଆମେ ମାଆକୁ ନେଇଦବା। ମା ଆଉ ତତେ ଗାଳି କରିବନି ନା, ତତେ କିଛି ବି କହିବନି। ମାଆକୁ ବିକିକି ଆମକୁ ଆଣିକି ଭଲ ଭଲ ଖାଇବାକୁ ଦବ। ସାଙ୍ଗ, ସୁନା ଅଳଙ୍କାର ବିକ୍ରି ହୁଏ? ମୁଁ ତ ଜାଣିନି। ମୁଁ ଜାଣିଥିଲି ତତେ କେବେଠୁ କହିସାରନ୍ତିଣି। ଆରେ ସାଙ୍ଗ, ଛାଡ଼ ସେସବୁ କଥା। ଚାଲ ଏବେ ମା ପାଖକୁ ଯିବା। ସେମାନେ ଦୁଇ ଜଣ ସେମିତି କଥା ହୋଇ ଘରକୁ ଫେରି ଆସନ୍ତି। ସନ୍ଧ୍ୟା ସମୟରେ ତା ମା ଆସି ଘରେ ପହଞ୍ଚି, ମା, ତମେ ଆସିଗଲ? ଆମେ ତୁମକୁ କେତେବେଳୁ ଅପେକ୍ଷା କରିଥିଲୁ। ଆରେ କ'ଣ ହେଇଛି କହୁନୁ? ମା, ଜାଣିଛ, ହରିଣ ଛୁଆ ନା ଏଇ ବାକ୍ସରେ ବହୁତ ସାରା ସୁନା ରୂପା ଆଣିଛି। ତୁମେ ବାକ୍ସକୁ ଥରେ ଖୋଲିକି ଦେଖ ନା, ତା ଭିତରେ ସବୁ କ'ଣ କେତେ ଜିନିଷ ଅଛି। ଏମିତି କହି ଚଢ଼େଇ ଛୁଆ ସେ ବାକ୍ସକୁ ଖୋଲେ। ଆରେ, ଏଥିରେ ଏତେ ଅଳଙ୍କାର ସୁନା! ତୁ ହରିଣ ଛୁଆକୁ କୋଉଠୁ ଆଣିଲୁ? ମୋ ମା ଆକୁ ସବୁ ରଖିଥିଲା ମାଉସୀ। ମୁଁ ଜାଣିଥିଲେ ତୁମକୁ ଆଗରୁ ଦେଇଥାନ୍ତି। ଆରେ, ଆକୁ ତ ଆମେ ବିକିକି ଏବେ ଗୋଟେ ଘର କରିଦବା। ଆଉ ତୋତେ ମୁଁ ବହୁତ ସାରା ଖାଇବା ଦେବି ହରିଣ ଛୁଆ। ତୁ କେତେ ଭଲ, ମୋତେ କ୍ଷମା କରିଦେବୁ। ମୁଁ ତୋତେ ବହୁତ ଗାଳି କରିଛି। କ'ଣ କରିବି ଯେ, ମୁଁ ବହୁତ ଗରିବ। ଆଉ ମୁଁ ମୋ ଛୁଆକୁ ଖାଇବାକୁ ଦେଇପାରେନି। ତୋତେ କ'ଣ ଯେ ଖାଇବାକୁ ଦେଇଥାନ୍ତି। ସେଥିଲାଗି ତୋତେ ମୁଁ ବହୁତ କଥା କହିଛି। ମୋତେ କ୍ଷମା କରିଦେବୁ। ନାଇଁ ମାଉସୀ, ତୁମେ ସେମିତି କୁହନି। ତୁମେ ଯାଅ, ସେସବୁ ବିକି ଗୋଟେ ଭଲ ଘରଟେ ନିଅ ଆଉ ଭଲରେ ରୁହ। ଆଚ୍ଛା, ଠିକ୍ ଅଛି ତାହେଲେ। ମୁଁ ଆକୁ ନେଇ
ବିକିକି କାଲି ଭଲ ଘରଟେ ବନେଇଦେବି। ତାପରେ ଆମେ ସମସ୍ତେ ଖୁସିରେ ରହିବା। ଏମିତି ସେମାନେ କଥାବାର୍ତ୍ତା ହୋଇ ବହୁତ ଖୁସିରେ ରୁହନ୍ତି। ତା ପରଦିନ ସକାଳେ ସେମାନେ ଗୋଟେ ଭଲ ଘରଟେ କରି ବହୁତ ଖୁସିରେ ରୁହନ୍ତି।